ଅକ୍ଷୟ ଭକ୍ଷ୍ୟ ନିମନ୍ତେ ପରିଶ୍ରମ କର। ଅକ୍ଷୟ ଭକ୍ଷ୍ୟ ନିମନ୍ତେ ପରିଶ୍ରମ କର। ଆପଣମାନେ ଏ ବିଷୟରେ ଅଳ୍ପ ବହୁତ ଜାଣିଥିବେ ବୋଲି ମୋର ବିଶ୍ୱାସ। ତଥାପି ପ୍ରଭୁ ଆମମାନଙ୍କୁ ଆଜି ଏ ବିଷୟରେ କିଛି କଥା କହିବା ପାଇଁ ଚାହୁଁଛନ୍ତି। ଆମମାନେ ତାକୁ ଗୁରୁତର ସହିତ ଟିକେ ଗ୍ରହଣ କରିବା ଏବଂ ଶିଖିବା। ବିଶେଷ କରି ମୁଁ ସବୁବେଳେ କହେ ଆମମାନେ ବାକ୍ୟ ଶିଖିବା। ବାକ୍ୟ ଆମମାନଙ୍କୁ ଶିଖାଏ, ଆମମାନେ ବାକ୍ୟ ଶିଖିବା, ତ ଏ ଅନୁସାରେ ଆମମାନେ ବାକ୍ୟରେ ପ୍ରତିଦିନ ମଧ୍ୟ ବୃଦ୍ଧି ପାଇବା ପାଇଁ ପାରିବା। ଅକ୍ଷୟ ଭକ୍ଷ୍ୟ ନିମନ୍ତେ ପରିଶ୍ରମ କର। ପ୍ରଥମେ ଆମେ ଜାଣିବା ଅକ୍ଷୟ ଭକ୍ଷ୍ୟ କ'ଣ। ଆମମାନେ ଦେଖିବା ଯୌନ ଲିଖିତ ସୁସମାଚାର ତାର 6 ଅଧ୍ୟାୟ ତାର 27 ପଦ। ଯୌନ ଲିଖିତ ସୁସମାଚାର ତାର 6 ଅଧ୍ୟାୟ ତାର 27 ପଦ। ଏଠି ଲେଖାଯାଉଛି, କ୍ଷୟ ଭକ୍ଷ୍ୟ ନିମନ୍ତେ ଶ୍ରମ ନ କରି ବରଞ୍ଚ ଯେଉଁ ଅନନ୍ତ ଜୀବନଦାୟକ ଭକ୍ଷ୍ୟ ଅକ୍ଷୟ ଅଟେ ସେଥି ନିମନ୍ତେ ଶ୍ରମ କର। ସେହି ଭକ୍ଷ୍ୟ ମନୁଷ୍ୟ ପୁତ୍ର ତୁମ୍ଭମାନଙ୍କୁ ଦେବେ, କାରଣ ତାହାଙ୍କୁ ପିତା ଅର୍ଥାତ୍ ଈଶ୍ୱର ମୁଦ୍ରାଙ୍କିତ କଲେ। କ୍ଷୟ ଭକ୍ଷ୍ୟ ନିମନ୍ତେ ଶ୍ରମ ନ କରି ବରଞ୍ଚ ଯେଉଁ ଅନନ୍ତ ଜୀବନଦାୟକ ଭକ୍ଷ୍ୟ ଅକ୍ଷୟ ରହେ ତାହା ସେଥି ନିମନ୍ତେ ଶ୍ରମ କର। ଅକ୍ଷୟ ଭକ୍ଷ୍ୟ ନିମନ୍ତେ ଶ୍ରମ କରିବା ନିମନ୍ତେ ପ୍ରଭୁ ଆଜି ସକାଳରେ ଆମକୁ କହିବା ପାଇଁ ଚାହାନ୍ତି, ଅକ୍ଷୟ ଭକ୍ଷ୍ୟ ନିମନ୍ତେ ଶ୍ରମ କର। ଆମମାନେ ପ୍ରତିଦିନ କ୍ଷୟ ଭକ୍ଷ୍ୟ ନିମନ୍ତେ ପରିଶ୍ରମ କରୁଛୁ। ଆମମାନଙ୍କର ପ୍ରତ୍ୟେକଙ୍କର ପରିଶ୍ରମ କ୍ଷୟ ଭକ୍ଷ୍ୟ ନିମନ୍ତେ। ଜଗତରେ ଆମମାନେ ବଞ୍ଚିବୁ, ଆମମାନଙ୍କୁ ଖାଦ୍ୟ ଦରକାର, ଆମମାନଙ୍କୁ ବାସଗୃହ ଦରକାର, ଆମମାନଙ୍କୁ ଆବଶ୍ୟକୀୟ ସକଳ ବିଷୟ ଗୁଡିକ ଦରକାର। ସେଥି ନିମନ୍ତେ ସମସ୍ତେ ପରିଶ୍ରମ କରୁଅଛନ୍ତି। ସମସ୍ତେ, କେବଳ ମଣିଷ ପରିଶ୍ରମ କରୁଛି ତାହା ନୁହେଁ, ମଣିଷ ପରିଶ୍ରମ କରୁଛି, ଜୀବଜନ୍ତୁ ମାନେ ମଧ୍ୟ ପରିଶ୍ରମ କରୁଛନ୍ତି, କୀଟ ପତଙ୍ଗ ମାନେ ମଧ୍ୟ ପରିଶ୍ରମ କରୁଛନ୍ତି। ସମସ୍ତେ କ୍ଷୟ ଭକ୍ଷ୍ୟ ନିମନ୍ତେ ପରିଶ୍ରମ କରୁଛନ୍ତି। ମାତ୍ର ପ୍ରଭୁ ଆମମାନଙ୍କୁ ଆଜି କହିବା ପାଇଁ ଚାହାନ୍ତି, କ୍ଷୟ ଭକ୍ଷ୍ୟ ନିମନ୍ତେ ପରିଶ୍ରମ ନ କରି ଅକ୍ଷୟ ଭକ୍ଷ୍ୟ ନିମନ୍ତେ ପରିଶ୍ରମ କରିବା ନିମନ୍ତେ। ହେଲେ ଆମେ ମାନେ ଦେଖିବା ଅକ୍ଷୟ ଭକ୍ଷ୍ୟ କ'ଣ ଆଉ ଆମେ ତା ପାଇଁ କେମିତି ପରିଶ୍ରମ କରିବା। ଏସବୁ ବହୁତ ଗଭୀର ବିଷୟ ହେଲେ ମଧ୍ୟ ମୁଁ ଆକୁ ଆମର ସୀମିତ ସମୟ ମଧ୍ୟରେ ସଂକ୍ଷିପ୍ତରେ କହିବା ପାଇଁ ଚେଷ୍ଟା କରୁଛି। ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଅକ୍ଷୟ ଭକ୍ଷ୍ୟ, ଅକ୍ଷୟ ଭକ୍ଷ୍ୟ କ'ଣ ତାହା ଆମେ ପ୍ରଥମେ ଜାଣିବା, ତାପରେ ଆମେ ତାର ପରିଶ୍ରମ ବିଷୟରେ ଦେଖିବା ପାଇଁ ଯିବା। ଅକ୍ଷୟ ଭକ୍ଷ୍ୟ କହିଲେ ଯେଉଁ ଭକ୍ଷ୍ୟ କ୍ଷୟ ପାଏ ନାହିଁ ତାକୁ ଅକ୍ଷୟ କହନ୍ତି। ହେଲେ ଏପରି କୌଣସି ଭକ୍ଷ୍ୟ ଅଛି କି, ଭୋଜନ ଅଛି କି, ଆହାର ଅଛି ଯାହା କେବେ ବି କ୍ଷୟ ପାଏ ନାହିଁ? ଏ ବିଷୟରେ ଆମେ ଟିକେ ଦେଖିବା ପାଇଁ ଯିବା। କେହି ଜଣେ ପଢନ୍ତୁ ଯୌନ ଲିଖିତ ସୁସମାଚାର ତାର 6 ଅଧ୍ୟାୟ ତାର 48 ରୁ 56 ପଦ ପର୍ଯ୍ୟନ୍ତ। ଆମେ ଟିକେ ପଢିଲେ ସମସ୍ତେ ଶୁଣିବା, ତାହେଲେ ବୁଝିଯିବା ପାଇଁ ସହଜ ହବ। 6:48 ରୁ 56। ମୁଁ ଜୀବନଦାୟକ ଆହାରମାନଙ୍କର ପିତୃପୁରୁଷ ପ୍ରାନ୍ତରରେ ମାନା ଭୋଜନ କରି ମୃତ୍ୟୁ ଭୋଗ କଲେ। କେହି ଯେପରି ଭୋଜନ କରି ମୃତ୍ୟୁ ଭୋଗ ନ କରେ ଏଥି ନିମନ୍ତେ ସ୍ୱର୍ଗରୁ ଅବତରଣ କରିବା ଆହାର ଏହି ଅଟେ। ମୁଁ ସ୍ୱର୍ଗରୁ ଅବତୀର୍ଣ୍ଣ ସେହି ଜୀବନ୍ତ ଆହାର। କେହି ଯଦି ଏହି ଆହାର ଭୋଜନ କରେ ସେ ଅନନ୍ତ କାଳ ପର୍ଯ୍ୟନ୍ତ ଜୀବିତ ରହିବ। ହଁ, ମୁଁ ଯେଉଁ ଆହାର ଦେବି ତାହା ମୋହର ମାଂସ, ମୁଁ ତାହା ଜଗତର ଜୀବନ ନିମନ୍ତେ ଦେବି। ଏଥିରେ ଯିହୁଦୀମାନେ ପରସ୍ପର ବାଦଯୁଦ୍ଧ କରି କହିବାକୁ ଲାଗିଲେ, ଏ କିପରି ଆମମାନଙ୍କୁ ଆପଣ ମାଂସ ଖାଇବାକୁ ଦେଇପାରେ? ସେଥିରେ ଯୀଶୁ ସେମାନଙ୍କୁ କହିଲେ, ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି, ମନୁଷ୍ୟ ପୁତ୍ରଙ୍କର ମାଂସ ଭୋଜନ ନ କଲେ ଓ ତାହାଙ୍କ ରକ୍ତ ପାନ ନ କଲେ ତୁମମାନଙ୍କ ଠାରେ ଜୀବନ ନାହିଁ। ଯିଏ ମୋହର ମାଂସ ଭୋଜନ କରେ ଓ ମୋହର ରକ୍ତ ପାନ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ, ଆଉ ମୁଁ ଶେଷ ଦିନରେ ତାହାକୁ ଉତ୍ଥାପିତ କରିବି। କାରଣ ମୋହର ମାଂସ ପ୍ରକୃତ ଖାଦ୍ୟ ଓ ମୋହର ରକ୍ତ ପ୍ରକୃତ ପେୟ। ଯିଏ ମୋହର ମାଂସ ଭୋଜନ କରେ ଓ ମୋ ରକ୍ତ ପାନ କରେ ସେ ମୋ ଠାରେ ରହେ ଓ ମୁଁ ତାହାଠାରେ ରହେ। ଥ୍ୟାଙ୍କ ୟୁ। ଏଠି କଣ ଲେଖାଗଲା? ଏ ମୋହର ମାଂସ ପ୍ରକୃତ ଖାଦ୍ୟ, ମୋହର ରକ୍ତ ପ୍ରକୃତ ପେୟ। ଅକ୍ଷୟ ଭକ୍ଷ୍ୟ ତାହେଲେ କଣ? ଅକ୍ଷୟ ଭକ୍ଷ୍ୟ ହଉଛନ୍ତି ସ୍ୱୟଂ ପ୍ରଭୁ ଯୀଶୁ ଖ୍ରୀଷ୍ଟ।
ଅକ୍ଷୟ ଭକ୍ଷ୍ୟ କହିଲେ ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ହିଁ ବୁଝାଇଥାଏ। ଏଠି କେତେ ସୁନ୍ଦର ଭାବରେ ପ୍ରଭୁ ପ୍ରାଞ୍ଜଳ ଭାବରେ ଏ ବିଷୟ ଗୁଡିକୁ ବୁଝାଉଛନ୍ତି। ମୁଁ ହଉଛି ଜୀବନଦାୟକ ଆହାର। ଆଉ ଆମର ପୂର୍ବ ପୁରୁଷ ମାନେ କଣ କଲେ? ସ୍ୱର୍ଗୀୟ ଆହାର ମାନା ଭୋଜନ କରି ମୃତ୍ୟୁବରଣ କଲେ। ମାତ୍ର ମୁଁ ତୁମମାନଙ୍କୁ ଯୋଉ ଭକ୍ଷ୍ୟ ଦେବି ବା ଆହାର ଦେବି ତାକୁ ଖାଇଲେ କେହି ମୃତ୍ୟୁବରଣ କରିବ ନାହିଁ, ମାତ୍ର ଅନନ୍ତ ଜୀବନ ପ୍ରାପ୍ତ ହବ। ଆଉ ଏଇ ଭକ୍ଷ୍ୟ ହଉଛି ମୋର ନିଜର ଶରୀରର ମାଂସ, ଏ ପେୟ ହଉଛି ମୋ ନିଜ ଶରୀରର ରକ୍ତ ଅଟେ। ଲୋକମାନେ ବାଦାନୁବାଦ କରୁଛନ୍ତି ଏହା କିପରି ସମ୍ଭବ ହେଇପାରେ କି ଏହାର ନିଜର ମାଂସ ଆମକୁ କିପରି ଖାଇବା ପାଇଁ ଦେଇପାରେ। ଅର୍ଥାତ୍ ଏ ସମସ୍ତ ବିଷୟ ଗୁଡିକ ଆମେ ମାନେ ଶୁଣିଲା ପରେ ପଢିଲା ପରେ ଏହା ହିଁ ଶେଷ ବିଷୟ ହଉଛି କି ପ୍ରଭୁ ଯୀଶୁ ଖ୍ରୀଷ୍ଟ ହଉଛନ୍ତି ଅକ୍ଷୟ ଭକ୍ଷ୍ୟ ଅଟନ୍ତି। ହେଲେ ଏଇ ଅକ୍ଷୟ ଭକ୍ଷ୍ୟକୁ ଆମ ମାନଙ୍କୁ ଭୋଜନ କରିବାର ଅଛି। ଅର୍ଥାତ୍ ଆମେ ପ୍ରତିଦିନ କଣ କରୁଛୁ? ଅକ୍ଷୟ ଭକ୍ଷ୍ୟକୁ ଭୋଜନ କରୁଛୁ। ଅର୍ଥାତ୍ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଆମେ ମାନେ ଭୋଜନ ଭାବରେ ଗ୍ରହଣ କରୁଛୁ। ଦେଖନ୍ତୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ବହୁତ ବିଷୟ ଲେଖାଯାଏ। ସେ କିପରି ବସ୍ତ୍ର ଅଟନ୍ତି, ସେ କିପରି ଆହାର ଅଟନ୍ତି, ସେ କିପରି ଆମର ପରିଚୟ ଅଟନ୍ତି, ଏଭଳି ଅନେକ ବିଷୟ ଅଟେ। କିନ୍ତୁ ଆମେ ମାନେ ଏବେ ଦେଖିବା କ୍ଷୟ ଭକ୍ଷ୍ୟ କଣ? କ୍ଷୟ ଭକ୍ଷ୍ୟ କହିଲେ ହଉଛି ଦୈନିକ ଆମର ପରିଶ୍ରମକୁ ବୁଝଉଛି, ଦୈନିକ ଆମମାନଙ୍କର ନିଜର ଆହାରକୁ ବୁଝଉଛି। ଅକ୍ଷୟ ଭକ୍ଷ୍ୟ କହିଲେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବୁଝଉଛି। ଅନ୍ୟ ଅର୍ଥରେ କହିଲେ ସରଳ ଭାବରେ ପ୍ରଭୁ ଭୋଜକୁ ବୁଝଉଛି। ଏବେ ଆମେ ମାନେ ପ୍ରତି ମାସରେ ପ୍ରଭୁ ଭୋଜର ଅଂଶୀ ହଉଛୁ। ପ୍ରଭୁ ଭୋଜ କଣ? ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ମାଂସ ଏବଂ ରକ୍ତର ନିଦର୍ଶନ ଅଟେ। ଆମେ ଯୋଉ ପ୍ରଭୁ ଭୋଜରେ ବ୍ରେଡ ଖାଉଛୁ ବା ଦ୍ରାକ୍ଷା ରସ କୁ ଆମେ ମାନେ ପାନୀୟ ଭାବରେ ନଉଛୁ, ଦ୍ରାକ୍ଷା ରସ ହଉଛି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ରକ୍ତର ନିଦର୍ଶନ, ରୋଟି ହଉଛି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ମାଂସର ନିଦର୍ଶନ ଅଟେ। ତେଣୁ ପ୍ରଭୁ ଭୋଜ ହଉଛି ଅକ୍ଷୟ ଭକ୍ଷ୍ୟ ଅଟେ। ବର୍ତ୍ତମାନ ସମୟରେ ପ୍ରଭୁ ଭୋଜ ହଉଛି ଅକ୍ଷୟ ଭକ୍ଷ୍ୟ ଅଟେ। ତେବେ ଏଇ ଅକ୍ଷୟ ଭକ୍ଷ୍ୟ ଅର୍ଥାତ୍ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ମାଂସ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ରକ୍ତକୁ ଆମେ ଆହାର ଭାବରେ ଭୋଜନ କରୁଛୁ। ଦୈନିକ ଆମେ ଏହାକୁ ଭୋଜନ କରୁଛେ। ଏହାକୁ ଭୋଜନ କରିବା ଦ୍ୱାରା ଆମେ କଣ କରୁଛୁ ନା ଜୀବନରେ ପ୍ରବେଶ କରୁଛୁ। ମୃତ୍ୟୁ ବରଣ କରିବୁ ନାହିଁ, ମାତ୍ର ଜୀବନରେ ପ୍ରବେଶ କରିବୁ। ସେଥିପାଇଁ ପ୍ରଭୁ କହିଲେ, କାରଣ ମୋହର ମାଂସ ପ୍ରକୃତ ଖାଦ୍ୟ ଓ ମୋହର ରକ୍ତ ପ୍ରକୃତ ପେୟ ଅଟେ। ପ୍ରକୃତ ଖାଦ୍ୟ ହଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ, ପ୍ରକୃତ ପେୟ ହଉଛି ତାଙ୍କର ରକ୍ତ। ଯୀଶୁ ଖ୍ରୀଷ୍ଟଙ୍କର ରକ୍ତ ପାନ କରିବା ଅର୍ଥାତ୍ ଆମେ ମାନେ ପ୍ରକୃତ ପାନୀୟ ପାଉଛୁ। ଏହା ଆମମାନଙ୍କର ଯଦିଓ ଜାଗତିକ ଜୀବନର ଆହାର ନୁହେଁ, ଏହା ଆମମାନଙ୍କର ପ୍ରତ୍ୟେକଙ୍କର ଆତ୍ମିକ ଜୀବନର ଖାଦ୍ୟ ଅଟେ। ଆମେ ଯଦି ପ୍ରତିଦିନ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଭୋଜନ ଭାବରେ ଗ୍ରହଣ କରିପାରୁଛୁ, ତାହେଲେ ଆମେ ପ୍ରତିଦିନ ଜୀବନରେ ପ୍ରବେଶ କରିବା ପାଇଁ ବା ଅନନ୍ତ ଜୀବନରେ ପ୍ରବେଶ କରିବା ନିମନ୍ତେ ପ୍ରସ୍ତୁତ ହଉଛୁ, ଯୋଗ୍ୟ ହଉଛୁ ବା ପ୍ରବେଶ କରୁଛୁ ବୋଲି କହିଲେ ବୁଝା ଯାଇପାରିବ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଦେଖନ୍ତୁ, ଏଠି ଅକ୍ଷୟ ଭକ୍ଷ୍ୟ ନିମନ୍ତେ ପରିଶ୍ରମ କରିବା ନିମନ୍ତେ ମଧ୍ୟ ଗୋଟିଏ ବିଷୟ ଲେଖାଯାଇଛି। କଣ? ଅକ୍ଷୟ ଭକ୍ଷ୍ୟ ନିମନ୍ତେ ପରିଶ୍ରମ କର। ଯଦି ଅକ୍ଷୟ ଭକ୍ଷ୍ୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ମାଂସ ଏବଂ ରକ୍ତ ହଉଛି, ତାହେଲେ ତା ପାଇଁ ଆମମାନଙ୍କୁ ପରିଶ୍ରମ କରିବା ପାଇଁ ପଡିବ। ଯୀଶୁ ଖ୍ରୀଷ୍ଟଙ୍କର ମାଂସକୁ ଭୋଜନ କରିବା ପାଇଁ ବା ପ୍ରଭୁ ଭୋଜକୁର ଅଂଶୀ ହେବା ପାଇଁ ହେଲେ ଆମକୁ ପ୍ରତିଦିନ ପରିଶ୍ରମ କରିବାର ଅଛି। ପ୍ରଭୁ କହିଲେ ଅକ୍ଷୟ ଭକ୍ଷ୍ୟ ନିମନ୍ତେ ପରିଶ୍ରମ କର, ଶ୍ରମ କର। ପରିଶ୍ରମ କଣ? ଆମେ ପ୍ରଥମେ ଦେଖିବା ପରିଶ୍ରମ କଣ। ପରିଶ୍ରମ କଣ ଜାଣିଲେ ଆମେ ତା ପାଇଁ ଆମେ ପରିଶ୍ରମ କରିବା ପାଇଁ କି ଚେଷ୍ଟା କରିବା। ପରିଶ୍ରମ କଣ? ଗାଲାତୀୟ ପୁସ୍ତକ ତାର 6 ଅଧ୍ୟାୟ ତାର 5 ପଦ। ଗାଲାତୀୟ ପୁସ୍ତକ ତାର 6 ଅଧ୍ୟାୟ ତାର 5 ପଦ। ଏଠି ପରିଶ୍ରମ ବିଷୟରେ ଲେଖାଯାଏ। ଗାଲାତୀୟ 6 ଅଧ୍ୟାୟ 5 ପଦ ଲେଖାଯାଉଛି, ପ୍ରତ୍ୟେକ ଜଣ ଆପଣା ଭାର ବହନ କରିବ। ପ୍ରତ୍ୟେକ ଜଣ ଆପଣା ଭାର ବହନ କରିବ। ଭାର ବହନ କରିବା ଏକ କଠିନ ପରିଶ୍ରମର କାମ। ଖାଲି ପରିଶ୍ରମ ନୁହେଁ, ମାତ୍ର ଏକ କଠିନ ପରିଶ୍ରମର କାମ। କିନ୍ତୁ ପ୍ରତ୍ୟେକ ଜଣକୁ ଆପଣା ଭାର ବହନ କରିବାର ଅଛି। ତଳକୁ ଲେଖାଯାଉଛି, ଈଶ୍ୱର ବିଦ୍ରୂପର ପାତ୍ର ନୁହନ୍ତି,
ଏଇ ଖାମଖିଆଲି ଭାବରେ କରିଦବ, ଆସିବ ଟିକେ କଣ କଲା ନ କଲା ଚାଲିଯିବ, ଈଶ୍ୱର ବିଦ୍ରୂପର ପାତ୍ର ନୁହନ୍ତି। ତେଣୁ ପ୍ରତ୍ୟେକଙ୍କୁ କଣ କରିବାର ଅଛି, ଆପଣା ଭାର ବହନ କରିବାର ଅଛି, କଠିନ ପରିଶ୍ରମ ଏଥି ନିମନ୍ତେ କରିବାର ଅଛି। ଭାର ବହନ କରିବା ଗୋଟେ ସାଧାରଣ କାମ ନୁହଁ, ଭାର ବହନ କରିବା ଯେ କେହି ଲୋକର କାମ ନୁହଁ, ଭାର ବହନ କରିବା ଗୋଟେ ଛୋଟ ପିଲାମାନଙ୍କର କାମ ମଧ୍ୟ ନୁହେଁ। ତେଣୁ ୟାକୁ ବୟସ୍ପ୍ରାପ୍ତ ଲୋକମାନେ, ସବଳ ଶକ୍ତିଯୁକ୍ତ ଥିବା ଲୋକମାନେ ହିଁ କେବଳ କରିଥାନ୍ତି। ଆଉ ବୟସ୍କ ଲୋକମାନେ, ବିଶେଷ କରିକି ବୁଢା ବୁଢୀ ଲୋକମାନେ ମଧ୍ୟ ଭାର ବୋହି ପାରିନଥାନ୍ତି, କାରଣ ଏଟା କଠିନ ପରିଶ୍ରମର ବିଷୟ ଥାଏ। ତେବେ ଯଦିଓ ଜାଗତିକ ଭାବରେ ଏହା ଏକ କଠିନ ପରିଶ୍ରମର ବିଷୟ, ତେବେ ଆତ୍ମିକ ବିଷୟରେ ଏଟା କେତେ ଅଧିକ କଠିନ ପରିଶ୍ରମର ବିଷୟ ନ ହେଇଥିବ। ଭାର ବହନ କରିବା ପାଇଁ ପ୍ରତ୍ୟେକ ଜଣକ ଅଛି। ପିତାମାତାଙ୍କର ଭାର ସନ୍ତାନ ମାନେ ବହି ପାରିବେ ନାହିଁ, ସନ୍ତାନ ମାନଙ୍କର ଭାର ପିତାମାତା ବହି ପାରିବେ ନାହିଁ, ସ୍ୱାମୀର ଭାର ସ୍ତ୍ରୀ ବହି ପାରିବ ନାହିଁ, କିମ୍ବା ସ୍ତ୍ରୀର ଭାର ସ୍ୱାମୀ ବହି ପାରିବ ନାହିଁ। ଯଦିଓ ଜାଗତିକ ଭାବରେ ଆମେ ପରସ୍ପରର ଭାର ବହନ କରୁଛୁ, ତଥାପି ଆତ୍ମିକ ଭାବରେ ଆମକୁ ପ୍ରତ୍ୟେକଙ୍କୁ ନିଜର ଭାର ବହନ କରିବା ପାଇଁ ପଡିବ। ତାହେଲେ ଆମକୁ ପ୍ରତ୍ୟେକ ଦିନ ନିଜର ଆତ୍ମିକ ଜୀବନ ନିମନ୍ତେ କଠିନ ପରିଶ୍ରମ କରିବାର ଅଛି। ପ୍ରଥମ ବିଷୟ। ଦ୍ୱିତୀୟରେ ଆମେ ଦେଖିବା ପରିଶ୍ରମ ଆମେ କୋଉ କୋଉ ମାଧ୍ୟମ ଦେଇକରି କରିବା, ବା ପରିଶ୍ରମ କହିଲେ ଆମେ କେମିତି କେମିତି ଭାବରେ ପରିଶ୍ରମ କରିପାରିବା। ସାଧାରଣତଃ ଅକ୍ଷୟ ଭକ୍ଷ୍ୟ ପାଇବା ନିମନ୍ତେ ଆମମାନଙ୍କୁ ପ୍ରତିଦିନ ଯୋଉ ପରିଶ୍ରମ ଗୁଡିକ କରିବା ପାଇଁ ପଡେ, ସେ ପରିଶ୍ରମ ଗୁଡିକ ବିଷୟରେ ଆମେ ମାନେ ଟିକେ ଦେଖିବା ପାଇଁ ଯିବା। ପ୍ରଥମ ପରିଶ୍ରମ ହଉଛି ଆମେ ମାନେ ଧୌତ ହବା। ଧୌତ ହବା ଅର୍ଥାତ୍ ଧୋଇ ହେବା। ଧରାଯାଉ ଆପଣ ମାନେ ସବୁଦିନ ସକାଳୁ ସ୍ନାନ କରୁଛନ୍ତି, ସକାଳେ ହଉ କି ଦ୍ୱିପହର ହଉ ଯେତେବେଳେ ବି ହଉ, ଆପଣ ମାନେ ସ୍ନାନ କରୁଛନ୍ତି। ସ୍ନାନ କରିବା ପରେ ଆପଣ ଯଦି କେତେବେଳେ ବାହାରକୁ ଗଲେ, ବାହାରୁ କୌଣସି କାମ ସାରିକିରି ଫେରିକି ଆସିଲା ପରେ ଆପଣ କଣ କରୁଛନ୍ତି ନା, ଅନେକ ସମୟ ଘଣ୍ଟେ ଘଣ୍ଟେ ଧରିକି ଯେତେବେଳେ ବାହାରେ ରହୁଛନ୍ତି, ଘର ଭିତରକୁ ଆସିଲା ପରେ ଟିକେ ଫ୍ରେଶ ହଉଛନ୍ତି। କଣ, ଯୋଉ କପଡା ପିନ୍ଧିକି ଯାଇଥିବେ ସେ କପଡା ଟିକେ ବାହାର କରୁଛନ୍ତି, ହାତ ମୁହଁ ଟିକେ ଧୋଉଛନ୍ତି, ଟିକେ ଫ୍ରେଶ ଲାଗୁଛି। ଆଉ ପୁଣି ଘରରେ ଥିବା କପଡାକୁ ଆପଣ ମାନେ ପିନ୍ଧୁଛନ୍ତି, ଫ୍ରେଶ ହଉଛନ୍ତି, ଘରେ ବସୁଛନ୍ତି। ଧୌତ ହବା ପାଇଁ ପଡେ। ଯଦି ଆମେ ମାନେ ଜାଗତିକ ଭାବରେ ପ୍ରତିଦିନ ଏଇଭଳି ଭାବରେ ନିଜର ହାତ, ଗୋଡ, ମୁହଁ କିମ୍ବା ଶରୀରର ଛୋଟ ମୋଟ ଅଙ୍ଗ ପ୍ରତ୍ୟଙ୍ଗ ଗୁଡିକୁ କେହି ମୁଣ୍ଡରେ ପାଣି ମଧ୍ୟ ମାରନ୍ତି, କାରଣ କଣ, ବାହାରର ଧୂଳିମଇଳା ଟିକେ ବେଶୀ ଲାଗି ଯାଇଥାଏ। ସେଥି ନିମନ୍ତେ ଧୌତ ହବାର ଆବଶ୍ୟକତା ଅଛି। ପ୍ରଭୁ ଯୀଶୁଖ୍ରୀଷ୍ଟ କିଭଳି ଭାବରେ ଧୌତ ହବା ବିଷୟରେ କହିଛନ୍ତି ଆମେ ମାନେ ଟିକେ ଦେଖିବା। ଯୋହନ ତାର 13 ଅଧ୍ୟାୟ ତାର 9 ଆଉ 10 ପଦ। ଯୋହନ 13 ଅଧ୍ୟାୟ ତାର 9 ଆଉ 10 ପଦ। ଏଠି କେତେ ସୁନ୍ଦର ବିଷୟ ଗୁଡିକ ପ୍ରଭୁ ଯୀଶୁଖ୍ରୀଷ୍ଟ କହୁଛନ୍ତି। ଶ୍ରୀମନ ପିତର ତାହାଙ୍କୁ କହିଲେ, ପ୍ରଭୁ କେବଳ ମୋର ପାଦ ନୁହେଁ, ମାତ୍ର ମୋର ହସ୍ତ ଓ ମସ୍ତକ ମଧ୍ୟ। ଯୀଶୁ ତାଙ୍କୁ କହିଲେ, ଯେ ସ୍ନାନ କରିଅଛି ତାହାର ପାଦ ଧୋଇବା ବିନା ଆଉ କିଛି ପ୍ରୟୋଜନ ନାହିଁ। ସେ ପ୍ରକୃତରେ ଶୁଚି, ତୁମେ ମାନେ ଶୁଚି ଅଟ, କିନ୍ତୁ ସମସ୍ତେ ନୁହଁ। ଦେଖନ୍ତୁ, ପ୍ରଭୁ ଭୋଜର ପୂର୍ବରୁ ପରମେଶ୍ୱର ପ୍ରଭୁ ଯୀଶୁ ତାଙ୍କର ଶିଷ୍ୟ ମାନଙ୍କର ପାଦ ଧୋଇଦେବାର ବିଷୟଟି ଏଠି ଉଲ୍ଲେଖ କରାଯାଇଛି। ପାଦ ଧୋଇଦେବା ସମୟରେ ପିତର ପଚାରୁଛନ୍ତି, ତମେ ମୋର ଏମିତି କରିବାଟା ଉଚିତ ନାହିଁ ପ୍ରଭୁ, ଏମିତି ଧୁଅନ୍ତୁ ନାହିଁ ବୋଲି ମନା କଲା ବେଳେ ପ୍ରଭୁ ଯୀଶୁ କହୁଛନ୍ତି, ନାହିଁ, ପାଦ ଧୋଇବାର ଆବଶ୍ୟକତା ଅଛି, କାରଣ ତୁମକୁ ଧୌତ ହବା ପାଇଁ ପଡିବ। ସେ ଯେତେବେଳେ ଜାଣିଲେ ଯେ ଆମକୁ ଧୌତ ହବାର ଆବଶ୍ୟକତା ଅଛି ବୋଲି, ସେ ସେତେବେଳେ କହୁଛନ୍ତି, ଖାଲି ପାଦ ନାହିଁ ପ୍ରଭୁ, ମୋର ହାତ ଟିକେ ଧୋଇ ଦିଅ, ମୋର ମସ୍ତକ ମଧ୍ୟ ଧୋଇ ଦିଅ। ମୁଁ କହିଲି, କିଛି ଲୋକ ମୁଣ୍ଡରେ ମଧ୍ୟ ଟିକେ ପାଣି ମାରି ଦିଅନ୍ତି, ଧୂଳି ଲାଗିଥାଏ ବହୁତ, ତେଣୁ ଚୁଟିରେ ଧୂଳି ସଫା ହେଇଯିବା ନିମନ୍ତେ ମୁଣ୍ଡରେ ମଧ୍ୟ ଟିକେ ପାଣି ମାରି ଦିଏଥିଲେ। ପିତର ବି ଏଠି କହୁଛନ୍ତି, ମୋର ହାତ ଧୋଇ ଦିଅ, ମୋର ମସ୍ତକ ମଧ୍ୟ ଧୋଇ ଦିଅନ୍ତୁ ବୋଲି କହିଲା ବେଳେ ପ୍ରଭୁ ଯୀଶୁ କହୁଛନ୍ତି, ଯୋଉମାନେ ସ୍ନାନ କରିଛନ୍ତି ସେମାନଙ୍କୁ ଆଉ ଏତେ ସବୁ ଧୋଇବାର ଆବଶ୍ୟକତା ନାହିଁ, ଖାଲି ପାଦ ଧୋଇଦେବାଟା ଯଥେଷ୍ଟ। ସେ ସମୟରେ ବାହାରେ ଲୋକମାନେ ଖାଲି ପାଦରେ ଯିବା ଆସିବା କରନ୍ତି, ତେଣୁ ପାଦ ଧୋଇଦେବା ବିଷୟଟି ଯଦି ଆମେ ଚିନ୍ତା କରୁ, ବର୍ତ୍ତମାନ ସମୟରେ ଦେଖିବା ବେଳେ ଆଜିକାଲି ସମସ୍ତେ ଜୋତା ପିନ୍ଧିବା ଲୋକମାନେ ପାଦ ଧୋଇବା ଆବଶ୍ୟକତା ପଡୁନାହିଁ, ତେଣୁ ହାତ ଧୋଇବାଟା ଆବଶ୍ୟକତା ପଡିଯାଉଛି। ହାତ ଧୋଇବା, ମୁହଁ ଧୋଇବାଟା ନିହାତି ଆବଶ୍ୟକ ପଡିଯାଉଛି। ହେଲେ ଧୌତ ହବାଟା କେତେ ଇମ୍ପୋର୍ଟାଣ୍ଟ ଆମର ଶରୀର ନିମନ୍ତେ, ଜଗତର ଜୀବନ ନିମନ୍ତେ, ଆମର ଶରୀର ନିମନ୍ତେ ଧୋଇ ହବାଟା ଯଦି ଇମ୍ପୋର୍ଟାଣ୍ଟ,
ताले आत्मिक शरीर निमंते आत्मिक जीवन निमंते आत्मिक परिवेश निमंते आमको केते अधिक धोई होबार आवश्यकता अछि। सेठी केवल हाथ और पाद धोइबार विषय नहीं कि मुंडरे पानी मारिबार विषयटा नहीं, मात्र प्रतिटी विषय को धोइबार आवश्यकता अछि। आमर मन को टिके धोइबार आवश्यकता अछि, आम जीवन को टिके धोई देबार आवश्यकता अछि। धोउ तो आमे केमती ही थाउ, प्रभु यीशु ख्रीष्टंकर रक्त रे, क्रूसरु झरुथिबा रक्त रे आमे कोन करूछु धोई ही थाउ। प्रभु आमर समस्त पाप को धोई देथिले तांकर क्रूसरु झरुथिबा रक्त रे। आम जीवन समस्त मंदता को से धोई देथिले क्रूसरु झरुथिबा रक्त रे। प्रभु यीशु ख्रीष्टंकर रक्त कौन करे, आमको धौत करे। प्रतिदिन आम निकट रे आसीबारे अछि, क्रूसर तळे आपणाको नम्र भाबरे समर्पण करिबारे अछि, क्रूसर तळे आंठु भांगिबारे अछि, क्रूसर तळे रहिले क्रूसर झरुथिबा रक्त आमर शरीर उपरे, मन उपरे, प्राण उपरे, हृदय उपरे आसीबो और से आमको धौत करिवे। धौत हवा द्वारा आमे कोन हबु, परिष्कृत हबु। गोटे प्रथम विषय हैला से धोई देले, हमको धोई देला परे द्वितीय विषय कोन घटिबो, आमे सफा हे जबो, परिष्कार हे जबो, परिष्कृत हे जबो। द्वितीय विषय आमे देखिबा परिष्कृत हबा। देखंतो आपण माने प्रतिदिन कपड़ा सफा करूचंती, मशीन रे होंतु कि लोक लगे कि होंतु, जेमिति भी होंतु, आपण माने कपड़ा सफा करूचंती। कपड़ा सफा करिबा समय मशीन रे पकेइलुर माने नुही जे से तार निजे निजे सफा कर दे तो आमे सुखई दउचो, सेमती नाही। आमे पुरुष लोक माने पिंधुथिबा शर्ट गुडे करे साधारण कलर गुडे करे कोन इतने दाग सब लागि रहते, ताको सफा कोले मध्ये से सहज रे छाडी न थाए। सेते पे कोन कराय जे टिके ब्रश मारि दिया जाय। आउ अन्य स्त्री माने हुंतु, पुरुष माने हुंतु, छुआ मानकर कपड़ा को देखंतो, बाहर एबे वर्षा समय रे लोक माने बाहर गले कादू छिटे सब पड़ी जाय, तन ताको टिके सफा करिबा बेले साधारण भाबरे सफा कर दिले सेटा छाडी न थाए। सेते पे ता ऊपर टिके ब्रश मारि की सफा करिया पे पड़े। जदि कपड़ा रो सफा करिबा पे हमको परिश्रम करिबा पे पड़ुची, सेतरे डिटर्जेंट पकेया पे पड़ुची, सेतरे पानी दबा पे पड़ुची, सेतरे सब करी करी परिश्रम करी करी सफा करिया पे पड़ुची। आमर आत्मिक जीवन विषय चिंता करते ताकू हमको कार्य करिवार आवश्यकता अछि। आमर आत्मिक जीवन को हमको कोन करिवार अछि, परिष्कार करिवार अछि। प्रतिदिन परिष्कार करिवार अछि। मंद विषय गुड़िक आम जीवन रो परिष्कार करिवार अछि। को चिंता गुड़ाक आम भीतर परिष्कार करिवार अछि। मंद स्वभाव गुड़ाक आम जीवन रो परिष्कार करिवार अछि। अनेक विषय हमको छाड़ीबार अछि। अलिया असना सब धरिकी आम बंचिबा कि, सफा सुतरा घर भितरे अलिया असना सब धरिकी आम पशि जिबा कि, पादरे चपल लागिथिबा कादो सहित आम घर भितरे पशि जाउछु कि, सेमती नाही ना। बाहर सफा परिष्कार जिनस सब बाहर रखी सफा हैला परे आम भितर को जाउछु। जदि जागतिक जीवन आमर एभली भाबरे अछि, आत्मिक जीवन केते अधिक परिष्कृत होबार अछि। आउ एही सब परिष्कार पई हमको परिश्रम करिया पई पड़ुछि। जदि बाहरु आमे आसिलु पादरे कादो लागि जे ताले आमे बाहर सेटा को धोई करी भीतर प्रवेश करछु, सेति पई टिके परिश्रम करिया पई पड़ुछि, पानी ताको रखिया पई पड़ुछि इत्यादि आपण माने जानंती। हेले कोन होउछि, आम मानको परिष्कृत होबार अछि, एटा प्रतिदिन रो आवश्यकता अटे। देखंतु मनुष्यर स्वभाव एते भयंकर, मनुष्यर स्वभाव एते माने डीप, जेमती कपड़ारो केते केते कपड़ारो दाग एते अधिक लागि थाइते ताको जेते खसिले मध्ये लास्ट रे कपड़ा छिड़ी जीवो बची से दाग छाड़िबो नै। एमिति दाग किछि किछि थाए। मनुष्यर स्वभाव सही भली दागयुक्त अटे। से कोन होए, सेते बे ओडिया रे गोटे कथा लेखाइ छै, घुसुरी स्वभाव पंके लोटे, मनुष्य स्वभाव मले तोटे। मनुष्य मरी जाए पछे तार स्वभाव रे परिवर्तन हुए नहीं। जेमिति घुसुरी स्वभाव केबे परिवर्तन हुए नहीं, ताको जते धुआ धुई करी सफा सफी करी भल जगह रखितले भी तार स्वभाव कोन से जेकी पंक भितर टिका हेबो, तार स्वभाव सेटा, से स्वभाव को से परिवर्तन करि पारे नहीं।
ଖାଲି ମନ୍ଦ ଭିତରେ ରହିବାଟା ହେଉଛି ମନୁଷ୍ୟର ସ୍ୱଭାବ। ସେ କେବେ ବି ମନ୍ଦକୁ ଛାଡିକିରି ଭଲ ବାଟରେ ଯାଇପାରିଲା ନାହିଁ। ଆରମ୍ଭରୁ ଆପଣ ଦେଖନ୍ତୁ, ଆଦି ପୁସ୍ତକରୁ ନେଇକିରି ପ୍ରକାଶିତ ବାକ୍ୟ ମାନେ ଆ ଭିତରେ ଆସିଛନ୍ତି, କେତେକଙ୍କ ନିମନ୍ତେ ଅନୁତାପ କରିଛନ୍ତି, କେତେକଙ୍କ ନିମନ୍ତେ ଦୁଃଖ ପ୍ରକାଶ କରିଛନ୍ତି, ପଛେ ଏ ଲୋକମାନେ ବଦଳି ନାହାନ୍ତି। ଆଦି ପୁସ୍ତକରୁ ଆରମ୍ଭ କରି ପ୍ରକାଶିତ ବାକ୍ୟ ପର୍ଯ୍ୟନ୍ତ ମନୁଷ୍ୟ ବଦଳିଲେ ନାହିଁ। ପ୍ରଭୁ କେତେ ସୁଯୋଗ ଦେଲେ, ପ୍ରତିଦିନ କଥା କହିଲେ, ପ୍ରତିଦିନ ସେ ତାଙ୍କୁ ଚେତନା ଦେଲେ, ପ୍ରତିଦିନ ସେ ତାଙ୍କୁ ପରାମର୍ଶ ଦେଲେ, ଲୋକମାନଙ୍କ ଦ୍ୱାରା, ଦାସ ମାନଙ୍କ ଦ୍ୱାରା, ଭବିଷ୍ୟତ ବକ୍ତା ମାନଙ୍କ ଦ୍ୱାରା, ବାକ୍ୟ ଦ୍ୱାରା, ପବିତ୍ର ଆତ୍ମାଙ୍କ ଦ୍ୱାରା କଥା କହିଲେ ମଧ୍ୟ ଲୋକମାନେ ପରିବର୍ତ୍ତନ ହେଲେ ନାହିଁ। କାରଣ କ'ଣ? ସ୍ୱଭାବ ବଦଳେ ନାହିଁ ଏତେ ସହଜରେ। ସେଥିପାଇଁ ଆମକୁ କ'ଣ କରିବାର ଅଛି? ପ୍ରତିଦିନ ପରିଷ୍କୃତ ହବାର ଅଛି। ଆମ ସ୍ୱଭାବକୁ ଆମକୁ ପରିଷ୍କାର କରିବା ପାଇଁ ପଡିବ ପବିତ୍ର ଆତ୍ମାଙ୍କ ସାହାଯ୍ୟରେ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଦ୍ୱାରା। ଯଦି ଆମର ସ୍ୱଭାବ ପରିବର୍ତ୍ତନ ହେଲା, ମନ୍ଦ ସ୍ୱଭାବ ଗୁଡାକ ଆମେ ସବୁ ଛାଡିଲୁ, ପାପ ଗୁଡାକ ସବୁ ଛାଡିଲୁ, ଆଉ ଅନେକ ବିଷୟ ଆମକୁ ପରିତ୍ୟାଗ କରିକି ଆମକୁ ଧୀରେ ଧୀରେ ପରିଷ୍କାର ହେଇଗଲୁ। ଦେଖନ୍ତୁ, ଯେତେବେଳେ ଆମେ ପରିଷ୍କାର ହେଇଯାଉ, ଧରାଯାଉ ବାହାରୁ ଆସିଲେ, ଫ୍ରେଶ ହେଲେ, ଭଲ କପଡା ପିନ୍ଧିଲେ, ଆପଣ ଆଉ ପୁନର୍ବାର ସେ ବର୍ଷା ପାଣି ଭିତରକୁ ଯିବେ କି? ପୁନର୍ବାର ସେ କାଦୁଅ ଭିତରେ ପଶିବା ପାଇଁ ଯିବେ କି? ନାଇଁ ନା, ଟିକେ ସାଇଡ ହେଇକି ସଫା ଜାଗାରେ ଯାଇକି ବସିବା ପାଇଁ ଇଚ୍ଛା ହବ। ଯେହେତୁ ଆମେ କପଡା ଚେଞ୍ଜ କରିସାରିଛୁ, ଚପଲ ଚେଞ୍ଜ କରିସାରିଛୁ, ପୁରା ଧୁଆ ଧୁଇ ହେଇଯାଇଛୁ, ସବୁ ହେଇଯାଇଛୁ, ତେଣୁ ଆମକୁ ଆଉ ପୁନର୍ବାର ସେ ବର୍ଷା ପାଣିରେ ଓଦା ହବା ପାଇଁ ଇଚ୍ଛା ନାହିଁ, କି କୋଉଠି ଅସନା ଅସନି ହେଇଛି ସେ ଜାଗାରେ ବସିବା ପାଇଁ ମଧ୍ୟ ଇଚ୍ଛା ନାହିଁ। ଆମେ କୋଉଠି ଜାଗାରେ ବସୁଛୁ, ଟିକେ ଭଲ ଜାଗାରେ ଦେଖୁଛୁ, ଚୁଜ କରୁଛୁ କ'ଣ କୋଉଠି ସଫା ଅଛି ସେ ଜାଗାରେ ଆମେ ଛିଡା ହବୁ, ନହେଲେ କୋଉଠି ସଫା ଅଛି ଆମେ ସେ ଜାଗାରେ ଯାଇକି ବସିବୁ। ନହେଲେ ପୁଣି ଯଦି ଆମେ ସେ ଅସନା ଭିତରେ ଚୁଜ କରିଲୁ, ତାହେଲେ ପୁଣି ଆମର କପଡା ମଇଳା ହବ, ପୁଣି ଆମକୁ ସଫାସଫି କରିବାର ଆବଶ୍ୟକ ପଡିବ। ଆମର ଚଏସ୍ କ'ଣ? ସଫା ଜାଗା, ପରିଷ୍କାର ହୃଦୟ, ପରିଷ୍କାର ମନ, ପରିଷ୍କାର ଅନ୍ତଃକରଣ। ପ୍ରଭୁ ତାହା ହିଁ ଚାହାନ୍ତି। ଆପଣଙ୍କର ଅନ୍ତଃକରଣ ସଫା ଥାଉ, ନିର୍ମଳ ଥାଉ, ମନ ନିର୍ମଳ ଥାଉ, ହୃଦୟ ନିର୍ମଳ ଥାଉ, ଜୀବନ ନିର୍ମଳ ଥାଉ। ପରିଷ୍କାର ହବାର ଆବଶ୍ୟକତା ଅଛି। ପ୍ରତିଦିନ ଆମକୁ ପରିଷ୍କୃତ ହବାର ଅଛି। ଆମେ ଯଦି ପ୍ରତିଦିନ ପରିଷ୍କୃତ ହେଲୁ, ଆଉ ସଫା ଜାଗାରେ ରହିଲୁ, ତାହେଲେ ଆମେ କ'ଣ ହଉଛୁ ନା, ଧୀରେ ଧୀରେ ମନ୍ଦତାରୁ, ଶୈତାନର କବଳରୁ ଦୂରକୁ ଚାଲି ଯାଉଛୁ, ଅର୍ଥାତ୍ ଈଶ୍ୱରଙ୍କର ନିକଟତର ହଉଛୁ। ଈଶ୍ୱରଙ୍କର ନିକଟତର। ଆଉ ଏ ସବୁ ନିମନ୍ତେ ଆପଣଙ୍କୁ ପରିଶ୍ରମ କରିବା ପାଇଁ ପଡିବ। ପ୍ରତିଦିନର କାର୍ଯ୍ୟ ଏଇଟା। ଆଉ ଏଇ ସବୁ କାମ କରିବା ଭିତରେ ଆପଣ ଧୀରେ ଧୀରେ କ'ଣ ହେବେ? ପୃଥକୀକୃତ ହେଇଯିବେ। ତୃତୀୟ ବିଷୟ ହେଲା ପୃଥକୀକୃତ ହବା। ପୃଥକୀକୃତ କେମିତି ହେଲୁ? ଆମେ ଜଗତ ଭିତରୁ ବାହାରି ଗଲୁ, ଶୈତାନର ଅନ୍ଧକାରର ଶକ୍ତି ଭିତରୁ ବାହାରି ଗଲୁ, ଆମେ ମନ୍ଦ ଭିତରୁ ବାହାରି ଗଲୁ, ଆମେ ପାପ ଭିତରୁ ବାହାରି ଗଲୁ, ଆମେ ମନ୍ଦ ସେ ମନ୍ଦ ସ୍ୱଭାବ ଗୁଡାକ ଭିତରୁ ବାହାରି ଗଲୁ, ଆଉ ଦୁଷ୍ଟ ସାଙ୍ଗସାଥି ମାନଙ୍କ ଭିତରୁ ବାହାରି ଗଲୁ, ଆଉ ଆତ୍ମୀୟ ସ୍ୱଜନ ଲୋକମାନେ ହେଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଆମେ ମାନେ ବାହାରି ଗଲୁ, ଯେହେତୁ ସେମାନେ ପ୍ରଭୁଙ୍କୁ ଜାଣନ୍ତିନି। ଏଭଳି ଅନେକ ବିଷୟରୁ ଆମେ ବାହାରି ଗଲୁ। ବାହାରି ଆସିଲା ପରେ ଆମେ କ'ଣ ହେଲୁ? ପୃଥକ ହେଇଗଲୁ, ଅଲଗା ଲୋକ ହେଇଗଲୁ, ପ୍ରଭୁଙ୍କର ଲୋକ ହେଇଗଲୁ, ପୃଥକୀକୃତ ହେଲୁ। ପୃଥକୀକୃତ ଜୀବନର ଗୋଟିଏ ସୁନ୍ଦର ଲକ୍ଷଣ ହେଲା, ସେ ସବୁବେଳେ ପ୍ରାର୍ଥନାରେ ଥିବ, ସେ ପ୍ରଭୁରେ ରହୁଥିବ, ମନକୁ ଆସି ଯାଉଥିବା ମନ୍ଦ ଚିନ୍ତା ଗୁଡାକୁ ଦୂର କରିବା ନିମନ୍ତେ ସେ ସଂଘର୍ଷ କରୁଥିବ, ଆଉ ସବୁବେଳେ ନିଜକୁ ସିଦ୍ଧ ରଖିବା ପାଇଁ, ପବିତ୍ର ରଖିବା ପାଇଁ, ଈଶ୍ୱରଙ୍କର ସନ୍ତୁଷ୍ଟରେ ରଖିବା ପାଇଁ ଚେଷ୍ଟା କରୁଥିବ। ଏଇ ଚେଷ୍ଟା କରିବାଟା ବା ଏଇ ପ୍ରୋସେସରେ ରହିବାଟା ପାଇଁ ଆପଣଙ୍କୁ ପ୍ରତିଦିନ ପରିଶ୍ରମ କରିବା ପାଇଁ ପଡିବ। ଏ ପରିଶ୍ରମ ଆପଣଙ୍କ ଶାରୀରିକ ପରିଶ୍ରମ ନୁହେଁ, ଏହା ହେଉଛି ଆତ୍ମିକ ପରିଶ୍ରମ। ଆ ପାଇଁ ଆପଣଙ୍କୁ ସଂଘର୍ଷ କରିବା ପାଇଁ ପଡିବ, ଆ ପାଇଁ ଆପଣଙ୍କୁ ଯୁଦ୍ଧ କରିବା ପାଇଁ ପଡିବ, ଆ ପାଇଁ ଆପଣଙ୍କୁ ପ୍ରତିଦିନ ପ୍ରସ୍ତୁତ ରହିବା ପାଇଁ ପଡିବ। ଆପଣଙ୍କ ପାଟିକୁ ଆପଣ ସଂଯତ କରିବେ, ଚକ୍ଷୁକୁ ସଂଯତ କରିବେ, କର୍ଣ୍ଣକୁ ସଂଯତ କରିବେ, ଜୀବନକୁ ସଂଯତ କରିବେ। ଗୀତ ସଂହିତା 1 ଅଧ୍ୟାୟରେ ଲେଖାଯାଉଛି, କୋଉଠି ଆମେ ବସିବୁ ନାହିଁ, କୋଉଠି ଆମେ ଠିଆ ହବୁ ନାହିଁ, କୋଉଠି ଆମେ ଚାଲିବୁ ନାହିଁ, କୋଉମାନଙ୍କ ସଙ୍ଗରେ ରହିବୁ ନାହିଁ। ଏଭଳି ସବୁ ବିଷୟକୁ ଦେଖିକିରି ଆପଣଙ୍କୁ ଚାଲିବା ପାଇଁ ପଡିବ। ସେ କ୍ଷେତ୍ରରେ ଆପଣଙ୍କୁ କଠିନ ପରିଶ୍ରମ କରିବା ପାଇଁ ପଡିବ। ଚିନ୍ତା କରନ୍ତୁ ଥରେ, ମୁଁ ଏସବୁ ଭିତରେ ଦେଇକି ଅନୁଭବ କରିଛି, କିନ୍ତୁ ଆମକୁ କ'ଣ କରିବାର ଅଛି? ପ୍ରତିଦିନ ଏ ସବୁ ନିମନ୍ତେ
कठिन परिश्रम करिया पे पड़िबो। परिश्रम कला परे आमे संपूर्ण पृथकीकृत हो गलु। हुए तो आपण को एकला ही जबा पे पड़ी पारे, हुए तो आपण को अनेक निंदा अपमान सहया करिया पे पड़ी पारे, हुए तो आपण को अनेक दुख उठेबा पे पड़ी पारे, हुए तो आपण को अनेक कष्ट उठेबा पे पड़ी पारे, हुए तो आपण को अनेक जंत्रणा सहया करिया पे पड़ी पारे। भिन्न भिन्न रही सब ये सब पाई आपण को परिश्रम अछि। आत्मिक परिश्रम संघर्ष युद्ध करबा पे पड़िबो। या परे आपण संपूर्ण पवित्र व्यक्ति ही जिवे। पवित्र व्यक्ति मानकर कार्य कौन से ईश्वर उपस्थिति को, ईश्वर सानिध्य को, ईश्वर को प्रेम करी तांको पछरे पछरे जाउथिबे। प्रभु यीशु ख्रीष्ट कौन कहले, जो माने तांकर जो माने तांकर अनुसंधान करुचंती सेमाने तांकर परिचय पाइबे, सेमाने तांकर लोक बोली विख्यात हेबे, सेमाने तांकर उपस्थिति मध्य रहिबे, अनंत काल सेमाने तांको सहित बास करिबे। आमे माने जानो आत्मिक परिश्रम करिबा पई हेले हमको कष्ट उठेबा पई युद्ध करिबा पई पड़ुछि। अनंत काल ख्रीष्टଙ୍କ सहित रहिबा पई हेले प्राणपण करिकि दौड़िबा पई पड़िबो। कोठो अनेक प्रकार प्रलोभनरू, अनेक प्रकार लोभरू, अनेक प्रकार ईर्षारू, अनेक विषयरू हमको प्राणपण करिकि दौड़िकी पळेबा पई पड़िबो। दौड़िबा पई हेले आपनको परिश्रम करिबा पई पड़िबो। आ दौड़िबा पई हेले आपनको प्रस्तुत होबा पई पड़िबो। प्रस्तुतिकरण रे आपनको अनेक परिश्रम करिवार अछि। प्रभु आमानको सहाय्य करंतु ए समस्त विषय गुडिक तिके बुझी परिबा निमंते। आपण माने जानंती प्रभु भोजर परिचय आसिले विशेष करी प्रथम कोरिन्थियो तार 11 अध्याय को पढ़ा जाए। 11 अध्याय तार 23 रु 30 पद पर्यंत पाठ करा जाए प्रति मंडली रे। हेले 30 पद रे गोटे सुंदर विषय लिखा जाउची एही हेतु तुमे माने अनेक तुम मानक मध्य रे अनेक दुर्बल पीड़ित पुणी अनेक महानिद्रा प्राप्त अटंती। कारण कोन एमाने परिष्कृत हेले नाही, एमाने शुचि हेले नाही, एमाने धौत हेले नाही, एमाने पृथकीकृत हेले नाही, एमाने अपवित्र हेले नाही, मात्र सीधा गले भोजन गले। कोन प्रभु भोजन अंशी हेले। आपण जदि हाथ धोइबे नाही खाइबे पेट खराब होबो कि नहीं, शरीर असुस्थ होबो कि नहीं। हाथ न धोइले, पाटी न धोइले, कपड़ा चेंज कले नहीं, सेमती झाड़े रहितले हेले आपनकर बॉडी रे स्मेल होबो कि नहीं। आपनकर शरीर रो अवस्था जेमती थिबो, आपनकर अंतर्निहित अवस्था सही भली रहिबो, मानसिक अवस्था सही भली रहिबो, चक्षुर दर्शन सही भली भाबरे रहिबो, जीवन संपूर्ण सही भली भाबरे हेइजबो। जदि आमे माने धौत होउ नहु, परिष्कृत होउ नहु, आउ कौनसी प्रकार रे सूची विषय गुड़िक निर्णीत करूना निज जीवन निमंते आ सीधा जाइकरी खाऊचु, ताहले कौन होची आमे असुस्थ होचु, पीड़ित होचु। कहीं एते असुस्थ होंती जे से मरी जाती। असुस्थता भितर मृत्युवरण करती। एठी कौन लिखा जाउची, एही हेतु जेहेतु एमाने कौन करती अयोग्य भाव रे प्रभु भोज को ग्रहण करती। आगरो टिके लिखा है अयोग्य भाव रे जो माने प्रभु भोजन अंशी हुंती सेमानकर सहित कौन घटे दंड आसे, प्रभुंकर दंड आसे। 29 लिखा जाए कारण जे प्रभुंक शरीर को विशेष न मणि भोजन करे अपान करे से आपना दंड निमंते भोजन करे अपान करे। शरीर को विशेष नमणि असना अपरिष्कार है सीधा गलु अपवित्रता आम पाप छाड़िलु नहीं, मंद छाड़िलु नहीं, दुष्टता को छाड़िलु नहीं, निशा पानी छाड़िलु नहीं, किछि करिलु नहीं। सीधा जाइकरी जदि प्रभु भोजन अंशी होउचो ताहले आमे कोन करचो आपना दंड निमंते ताहा भोजन करचो। आ एई दंड कोन केते केते जीवंत माम दुर्बल होइके रहिले, केते केते जीवंत माम पीड़ित होइके रहिले, केते केते महानिद्रा प्राप्त हेले, मृत्यु वरण कले। एई मृत्यु कोन संपूर्ण आत्मिक मृत्यु अटे। लोक माने बाहर देखिला बेलको भल थिबे किंतु एमानकर आत्मिक जीवन मरि जाइथिबो, माने आत्मिक भाव रे संपूर्ण दुर्बल थिबे, आत्मिक भाव रे संपूर्ण पीड़ित थिबे। जो मानको परमेश्वर सदा प्रभु यीशु ख्रीष्ट केबे भी निज सहित अनंत काल वास करबा पई अनुमति देबे नाही कि संगरे नेबे नाही। प्रभु आमानको अनुग्रह करंतो ए अक्षय भक्ष्य को बुझिबा निमंते, अक्षय भक्ष्य निमंते परिश्रम करबा निमंते। जदि आमे माने
आपणा आपणा को सजाड़िलो अक्षय भक्षर मूल्य बुझिलो ताले आमे निश्चित रे प्रभु यीशु ख्रीष्ट कहिथिबा वाक्यर प्रमाणे आमे ताहांको शरीर मांस को भोजन करुचु एवं तांकर रक्त को पान करुचु एवं जे कि तांकर मांस भोजन करे रक्त पान करे से अनंत जीवन प्राप्त हुए अनंत काल प्रभु यीशु ख्रीष्ट सहित वास करबा पई योग्य विवेचित हुए। प्रभु आमान को ए अल्प वाक्य रे आशीर्वाद करंतु। प्रेज द लॉर्ड। थैंक यू। आमान को रजनी भौणी को विशेष आगे धन्यवाद देवी जे बहुत शॉर्ट नोटिस रे से प्रिपेयर हे कि आमान को जे वाक्य देइचंती